କାଦୁଅ ଭିତରେ ରାସ୍ତାର କୋଭଳିଆ ପରିସ୍ଥିତି ରହିଛି ଏ ରାସ୍ତାରେ କିଭଳିଆ ଲୋକ ଯିବା ଆସିବା କରୁଛନ୍ତି ଏବଂ ଏ ରାସ୍ତା ଉପରେ ଅନେକ ଲୋକ ଭରସା ଶୁଳେ ଗାଁ ଲୋକ ବି ଭରସା ଶୁଳେ ଅଛନ୍ତି। ଆମ ପାଖରେ ଏବେ ଆସି ପହଞ୍ଚିଛନ୍ତି ୱାର୍ଡ ମେମ୍ବର, ତାଙ୍କୁ ଆମେ ପଚାରିବା ଏ ରାସ୍ତାରେ ବିଷୟରେ ଲୋକଙ୍କର ଅଭିଯୋଗ ଅନେକ ଥର ଆଣିଛନ୍ତି କିନ୍ତୁ ଅଭିଯୋଗ କାହିଁକି କର୍ଣ୍ଣପାତ୍ର ଦିଆଯାଇନି। ଆପଣ ଗୋଟେ ୱାର୍ଡ ମେମ୍ବର ଅଛନ୍ତି, ଏଇ ଯୋଉ ରାସ୍ତାର ବିଷୟରେ ଆପଣଙ୍କ ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି। ଅଭିଯୋଗ ସମସ୍ତେ କରୁଛନ୍ତି, ମୁଁ ଏବେ ଅଭିଯୋଗ କରିଛି 22ରୁ 26 ଅଧା ଅଢ଼େଇ ବର୍ଷ ହେଲା ମୁଁ ସବୁବେଳେ ପାଇଁ ଦରଖାସ୍ତ ଦେଉଛି। କାହାକୁ ଦଉଛି? ବିଏଲ୍ଡବ୍ଲ୍ୟୁକୁ ଦେଉଛି, ଆମର ସରପଞ୍ଚକୁ ଦେଉଛି। କ'ଣ ହବ ଏଇ କଥାଟା ଆପଣ କିଏ କହୁଛନ୍ତି? ମୁଁ ତ ଦରଖାସ୍ତ ଦେଉଛି, ଜେରକ୍ସ ଆଣୁଛି, ଓରିଜିନାଲଟା ଦେଉଛି, ଜେରକ୍ସ ଆଣିକି ରଖୁଛି। ଏବେ ଏଇ ରାସ୍ତା କ'ଣ ଏମିତି ଅବସ୍ଥା ରହିବା କଥା କି? ହବ ଆଜ୍ଞା। ନାଇଁ, ଏଇ ରାସ୍ତା ଯୋଉ ଏବେ ଏମିତି ଅଛି ଏ ରାସ୍ତା ଉପରେ ଆପଣ କ'ଣ କହିବେ? ନାଇଁ, ରାସ୍ତା ତ କହୁଛନ୍ତି ଦେବେ ବୋଲି। ମୁଁ 2 କିଲୋମିଟର ଆମର ରାସ୍ତା ସଫା କଲି 145 ଲୋକଙ୍କର ପଇସା ମିଳିବ। ମୋ ହାତରୁ ମୁଁ 7-8 ହଜାର ଟଙ୍କା ଦେଇଛି। ଲୋକ ସଳା ଭଣିଜା ମାରିଆ ସଜାସଜି କରୁଛନ୍ତି, ମୁହଁ ପୁଲୁଛନ୍ତି, ଏମିତିଆ ବାରମ୍ବାର ପଞ୍ଚାୟତରେ କହୁଛି। ଶୁଣୁନାହାନ୍ତି। ହଁ କାମ ହବ ବୋଲି ଏନ୍ଆର୍ଜି ବାଲା ଯେଉଁ ଇଏ ସିଏ କାକଦଳପୁର ପଞ୍ଚାୟତ କାମ କରିବ, ଜଗନ୍ନାଥପୁର ପଞ୍ଚାୟତ କାମ କରିବ। ଆମ ପ୍ରସାଦ ଆଇଲା ବେଳକୁ ଆମ ଭେଟ ପାଇବେ ନାହିଁ, ଆମେ ଜାଣିନୁ ପୁରୁଣା କାମ ଏମିତି ବାରମ୍ବାର। ଏବେ ଆପଣ ସରକାରକୁ କ'ଣ ଜଣାଇବେ? ରାସ୍ତା କଥା ଆମେ ଆପଣ ଶୁଣିଥିଲେ ସିଧାସଳଖ ଆମେ ଯେଉଁ ପ୍ରତିକାର ନେଉଥିଲୁ ୱାର୍ଡ ମେମ୍ବର କହିବା କଥା ଅନେକ ଥର ଅଭିଯୋଗ କରୁଛନ୍ତି କିନ୍ତୁ କଥା ତାଙ୍କର କଥାରେ କଥା ରହିଯାଉଛି। ଗ୍ରାମବାସୀ ମାନେ ଅନେକ ଥର ୱାର୍ଡ ମେମ୍ବର, ସରପଞ୍ଚ ଏବଂ ପ୍ରଶାସନକୁ ବି ଜଣାଉଛନ୍ତି କିନ୍ତୁ ଏଠି ଅଣଦେଖା କରୁଛନ୍ତି। ଆମ ପାଖରେ ସମାଜସେବୀ କ୍ଷୀର